ଦେଖନ୍ତୁ ଆଜ୍ଞା, ସିଏ ଆକ୍ଚୁଆଲି କାଲି ଆମେ ଯାଇଥିଲୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ପାଇଁ। କାଲି ଗୋଟେ ଇସ୍ୟୁ ଥିଲା, ହଁ ବହୁତ ବଡ, ସେଟା ମାନେ ରାଜନଗରରେ ବହୁତ ବଡ ଇସ୍ୟୁ ହେଇକି ଦି ତିନି ଜଣ ବିଡିଓ ଯାଇସାରିଲାଣି ଏ ବିଷୟରେ। ବହୁତ କଥା ବି ଏ ବିଷୟରେ ଡିସ୍କସନ ସରିଲାଣି। ହୁଁ ଗୋଟିଏ ପ୍ରୋଜେକ୍ଟ, କିଛି ପ୍ରୋଜେକ୍ଟକୁ ନେଇ ହୁଁ ବିକଶିତ ଗାଁ ବିକଶିତ ଓଡିଶା ବାବଦରେ ସେ ପ୍ରୋଜେକ୍ଟ ଗୁଡ଼ିଏ ଯେହେତୁ ଏମଏଲଏ ରେକମେଣ୍ଡ କରିଛନ୍ତି 40%, ହୁଁ ସେ 40% ରେକମେଣ୍ଡ ଡେଭଲପମେଣ୍ଟ କାମ ପାଇଁ ଏମଏଲଏ ଜଣେ ରେକମେଣ୍ଡ କରିପାରିବ, କିନ୍ତୁ ଏମଏଲଏ ଲୋକ କୋଉଠି କାମ କରିବା କୋଉଠି ଗାଇଡଲାଇନ ନାହିଁ। ହୁଁ ସେ ବାବଦକୁ ନେଇକି ଯୁକ୍ତିତର୍କ ହେଇଥିଲା। ସେ ଭିଡିଓ କହିବା କଥା ଯେ ମାନେ ଏମଏଲଏ ଯାହାକୁ ରେକମେଣ୍ଡ କରିଛନ୍ତି ସେ ମାନେ ତାଙ୍କ ଲୋକ କରିବେ, ହୁଁ ସେ ବାବଦକୁ ନେଇ କରାଯାଇଥିଲା। ଆଉ ଗୋଟିଏ ବାବଦ ହେଲା ଯେ ଆଗରୁ ଏବେ 20 ଲକ୍ଷ ଟଙ୍କା ଭିତରେ ଫାଇଲ ବିଡିଓଙ୍କ ଏଇ ଯୋଉ ଚେୟାରମ୍ୟାନଙ୍କ କତିକି ଯିବ ନାହିଁ। ଯେହେତୁ ମନା କରାଯାଇଛି, ସରକାର ଗାଇଡଲାଇନ କରିଛନ୍ତି 20 ଲକ୍ଷ ଟଙ୍କା ଭିତରେ ଫାଇଲ ଚେୟାରମ୍ୟାନଙ୍କ କତିକି ଯିବ ନାହିଁ। ହୁଁ କିନ୍ତୁ ଏ ଫାଇଲ ସବୁ ଫାଇଲ କି ଇଏ ଆମ କାର୍ଯ୍ୟକର୍ତ୍ତା ଯୋଉମାନେ କାମ କରିଛନ୍ତି ସେ ଫାଇଲ କି କହିଲେ ପୁସିଂ କରୁଛନ୍ତି ଯେ ଅଫିସରରେ ଯେ ତାଙ୍କୁ କରିବା ପାଇଁ ଯେ ଚେୟାରମ୍ୟାନ କତିକି ଫାଇଲ ଯିବ। ଫାଇଲ ଆଗରୁ କଣ ପିସି ନଉଥିଲେ ଆମେ ଜାଣିନୁ, କିନ୍ତୁ ହୁଁ ସରକାର ତ ନିୟମ କରିଛି ଯେ ପିସି କାରବାର ବନ୍ଦ କରିବା ପାଇଁ। ହୁଁ କିନ୍ତୁ ସିଏ 11% ପିସି, ତା ଦେହରୁ 1.5 ରୁ 2% ପିସି ଚେୟାରମ୍ୟାନଙ୍କୁ ଦବା ପାଇଁ ସେ କହୁଛନ୍ତି। ଆମେ ସେ ବିଷୟରେ କଥା ହେଲୁ ଯେ ଫାଇଲ ଯିବ ନାହିଁ, 20 ଲକ୍ଷ ଟଙ୍କା ଭିତରେ ତ ଫାଇଲ ଯିବ ନାହିଁ, ଆପଣ କାହିଁକି ଫାଇଲ କି ଚେୟାରମ୍ୟାନ କତିକି ପଠାଉଛନ୍ତି? ନା ଫାଇଲ ଚେୟାରମ୍ୟାନ ହେଇଛି ତାର ପିସି ସେ 1.5 ରୁ 2% ନବ। ମୁଁ କହିଲି ଆପଣଙ୍କ ଡିପାର୍ଟମେଣ୍ଟ କଣ କରୁଥିବ ଅଲଗା କଥା, ପିସି ତ ବନ୍ଦ କରାହେଇଛି, ଆପଣ ଫାଇଲ ଚେୟାରମ୍ୟାନଙ୍କୁ କାହିଁକି 1.5 ରୁ 2% ଦେବେ? ଏଇ ବାବଦରେ ଯୁକ୍ତିତର୍କ ହେଲା। କହିଲା ତମେ କିଏ କହିବା ପାଇଁ, ଗେଟ୍ ଆଉଟ୍। ଏଇ ବାବଦରେ ଯୁକ୍ତିତର୍କ ହେଇକି ଆକ୍ଚୁଆଲି ଯୋଉ ଭିଜୁଆଲ ତାପରେ ତାପରେ ଦେଖଉଛନ୍ତି, ତାପରେ ଆପଣ ତାପରେ ଉଚ୍ଚବାଚ କରିଛନ୍ତି, ତାଙ୍କୁ ତାଙ୍କର ଲାପଟପ୍ ତାଙ୍କ ଉପରେ ଫୋପାଡ଼ିଛନ୍ତି। ନାଇଁ ନାଇଁ, ଏଟା ଭୁଲ କଥା। ଲାପଟପ୍ ସିସି କ୍ୟାମେରା ଦେଖନ୍ତୁ, ପୁରା ଟୋଟାଲ କ୍ଲିପ ଆଣନ୍ତୁ। ସେ ଆମେ ଯେହେତୁ ବସିକି କଥା ହଉଛୁ, ସେ ତାଙ୍କର ଆମକୁ ବ୍ୟବହାର ତ ପ୍ରଥମ ଖରାପ କଲେ, ତାପରେ ସେ କଣ କରୁଛନ୍ତି କମ୍ପ୍ୟୁଟର ଧରିକି ତାଙ୍କ ଇଏ କାମ କରୁଛନ୍ତି। ଆମ ସାଙ୍ଗରେ କଥା ନ ହେଇ ଆମେ ଗୋଟେ କ୍ୱେଶ୍ଚନ କରୁଛୁ, ସାଧାରଣ ଲୋକ କ୍ୱେଶ୍ଚନ କରୁଛନ୍ତି, କିଛି ନିର୍ବାଚିତ ପ୍ରତିନିଧି ବି ଯାଇଛନ୍ତି, ସରପଞ୍ଚ ସମିତି ସଭ୍ୟ ଯାଇଛନ୍ତି, ତାଙ୍କ ସାଙ୍ଗରେ କଥା ନ ହେଇ ଆମ ସାଙ୍ଗରେ କଥା ନାହିଁ, ସେ ତାର କମ୍ପ୍ୟୁଟର ଚଲେଇଲେ। ସେଥିପାଇଁ କମ୍ପ୍ୟୁଟରଟାକୁ ଆମେ ତାଙ୍କୁ ଘୁଷାରି ଦେଲୁ। ମୋ ଉତ୍ତେଜିତ ହେଇ କମ୍ପ୍ୟୁଟର ଯେହେତୁ ଆମକୁ ରେସ୍ପଣ୍ଡ ନ କରିକି ଆମ କାମରେ କମ୍ପ୍ୟୁଟରଟା ଆମେ ଉଠିଛୁ, ତାହା ଉପରକୁ ମାରିବା ପାଇଁ କମ୍ପ୍ୟୁଟର କଣ ଆବଶ୍ୟକ କି? ଜଣକୁ ମାରିବା ପାଇଁ କମ୍ପ୍ୟୁଟର ଆବଶ୍ୟକ କି? ଆପଣ କୌତୁକ ହେଇକିରି ଆପଣ କରିଛନ୍ତି ସେ ବୋଲି ଆପଣ କମ୍ପ୍ୟୁଟର ଯେହେତୁ ଚଲାଉଥିଲେ, ହଁ କମ୍ପ୍ୟୁଟର ଆମକୁ କଥା ରେସ୍ପଣ୍ଡ ନ କରିକି କମ୍ପ୍ୟୁଟର ଚଲେଇଲେ, ଆମେ ସେ କମ୍ପ୍ୟୁଟରଟାକୁ ଘୁଷାରି ଦେଲୁ। ଆପଣ ଉପରକୁ ଉଠେଇବାର ଦେଖାଯାଉଛି, ଆପଣ ଉଠଉଛନ୍ତି ବି। କମ୍ପ୍ୟୁଟର ଉଠେଇକି ମୁଁ ତାଙ୍କ ଉପରକୁ ପକେଇବା ନଥିଲା। ଆପଣ ଦେଖନ୍ତୁ ଭଲ କି ଭିଜୁଆଲ, ତାଙ୍କ ଉପରକୁ ପକେଇ ନାହାନ୍ତି। ଭିଡିଓ ବସୁଛନ୍ତି ଭିଡିଓ ଚେୟାରରେ, ରାଇଟ ସାଇଡ ମୁଁ ଲେଫ୍ଟ ସାଇଡରେ ବସିଥିଲି। କମ୍ପ୍ୟୁଟର ଉପରେ ଯୋଉ ମିଛ ମାନେ ସୋସିଆଲ ମିଡିଆରେ କହୁଛନ୍ତି ଯେ କମ୍ପ୍ୟୁଟର ତାଙ୍କ ଉପରକୁ ପକେଇବା ପାଇଁ, ଏଟା ସମ୍ପୂର୍ଣ୍ଣ ମିଥ୍ୟା। ଆପଣ ସିସିଟିଭି ଯାଞ୍ଚ କରନ୍ତୁ, କମ୍ପ୍ୟୁଟର କୋଉଠି ଥିଲା, ମୁଁ କମ୍ପ୍ୟୁଟର ଉଠେଇକି ଆଣିଲି କୋଉଠୁ। ଆଚ୍ଛା, ଏ ଘଟଣା କଣ ମାନେ ଆଗରୁ ଉଚ୍ଚବାଚ ହେଇଛି, କଥାବାର୍ତ୍ତା ହଉଥିଲା ବେଳେ ଉଚ୍ଚବାଚ ହଉଛି ବ୍ୟବହାର। ଆକ୍ଚୁଆଲି ପ୍ରଥମେ ତମେ କିଏ, ତମେ ପଚାରିବା ପାଇଁ କିଏ, ଚେୟାରମ୍ୟାନ କତିକି ଫାଇଲ କରିବା ପାଇଁ ତମେ କିଏ କହିବା ପାଇଁ, ସେଟା ମତେ ପିଡି କହିବେ, କଲେକ୍ଟର କହିବେ, ଚେୟାରମ୍ୟାନ କତିକି ଫାଇଲ ଯିବ କି ନାହିଁ ତମେ କିଏ କହିବା ପାଇଁ। ଆମର ଯୋଉ ସାଧାରଣ ଲୋକ କାମ କରିଛନ୍ତି, ଯିଏ କାମ କରିଛନ୍ତି ଯୋଉ ପ୍ରୋଜେକ୍ଟ ସବୁ, ସେ ଫାଇଲ କି 5 ଲକ୍ଷ 3 ଲକ୍ଷ ଫାଇଲ କି ମାନେ ଭିଡିଓ ପ୍ରେସରାଇଜ କରୁଛନ୍ତି, ଆମ କରୁଛନ୍ତି ଯେ ମାନେ ଚେୟାରମ୍ୟାନ କତିକି ପଠାଅ। ଚେୟାରମ୍ୟାନ ତାର 11% ପିସି, 11% 10% ଆଗରୁ 10% 11% ପିସି, ଚେୟାରମ୍ୟାନ କହୁଛି 2% ପିସି। ତାକୁ କେବେ ସାଧାରଣ ଲୋକ କେବେ ଗ୍ରହଣ କରିପାରୁନାହାନ୍ତି। ଆଉ ସାଧାରଣ ଲୋକଙ୍କ କାମ ନହେଲେ ଆପଣ ଏବେ ବି କହୁଛୁ, ଆମେ ସାଧାରଣ ଲୋକ କାମ ଆମେ ହିଁ କହିବୁ, କିଛି ଅସୁବିଧା ନାହିଁ। ଯଦି ମୁଁ ସେଟାକୁ ମହିଳାକୁ ଉପରେ ଆକ୍ରମଣ ଭାବୁଛନ୍ତି, କେବେ ମହିଳା ଉପରକୁ ଆମ ସରକାର ମହିଳାକୁ ସମ୍ମାନ ଦଉଛନ୍ତି। ଦେଖନ୍ତୁ ଉଚ୍ଚ ଯୋଉ ପଦବୀରେ ମହିଳା ମାନଙ୍କୁ ବସଉଛନ୍ତି, କେବେ ବି ମହିଳାକୁ ଅସମ୍ମାନ ଆମ ସରକାର କରିବାନି, ଆମ କାର୍ଯ୍ୟକର୍ତ୍ତା ବି କରିବାନି। କେବେ ବି ଦେଖନ୍ତୁ ସିସିଟିଭି ସମ୍ପୂର୍ଣ୍ଣ ଯାଞ୍ଚ କରନ୍ତୁ, କେବେ ଭିଡିଓ ଉପରକୁ କମ୍ପ୍ୟୁଟର ପକା ହେଇନି। ଭିଡିଓ ଅଭିଯୋଗ କରୁଛନ୍ତି ଯେ ମତେ ଖରାପ ବ୍ୟବହାର କଲେ, ଆଉ ପ୍ଲସ୍ ଇଏ କଲେ ବୋଲି ତାଙ୍କର କମ୍ପ୍ୟୁଟର ଫୋପାଡ଼ିଲେ ବୋଲି। ଦେଖନ୍ତୁ ଭିଡିଓ କଣ ଅଭିଯୋଗ କରୁଛନ୍ତି, ଆପଣ ଭିଡିଓଠୁ ସମ୍ପୂର୍ଣ୍ଣ ବାଇଟ ନିଅନ୍ତୁ। ଭିଡିଓ ଆଗେ କଣ ବାହାରିଲା, ଯଦି ସାଧାରଣ ଲୋକ ଗଲେ ଉତ୍ତ୍ୟକ୍ତ ହେଇକି ସେ ନୂଆ ଭିଡିଓ, ଆମେ କାହିଁକି ତାଙ୍କ ସାଙ୍ଗେ ଯୁକ୍ତିତର୍କ କରିବୁ? ଭିଡିଓରେ କିଛି ମାନେ କଥାବାର୍ତ୍ତା କଟାକଟି ଭାବରେ ତାଙ୍କ ସାଙ୍ଗେ ଯୁକ୍ତିତର୍କ ହେଲା। ଭିଡିଓକୁ ବ୍ୟବହାର ଖରାପ କରିବା ପାଇଁ ଆମେ କିଏ? ଆମେ ଆମ ଗ୍ରିଭାନ୍ସଟା ଆମେ ତାଙ୍କୁ କହୁଥିଲୁ, କିନ୍ତୁ ଭିଡିଓ ଆମକୁ ରେସ୍ପଣ୍ଡ ନ କରି ତାଙ୍କର କଥାରେ ଷ୍ଟ୍ରିକ୍ଟ ରହିଲେ, ନା ଫାଇଲ ଯିବ ଚେୟାରମ୍ୟାନ କତିକି। ସେଥିପାଇଁ ଯୁକ୍ତିତର୍କ ହେଇଛି। କୌଣସି ମହିଳା ଭିଡିଓକୁ
ମୋର 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 ମୋ ବ୍ୟକ୍ତିଗତ ଅସମ୍ମାନ ମତ ଆପଣ ଅସମ୍ମାନ କରିଛନ୍ତି ନା ନିଶ୍ଚିତ ଭାବେ ନାଇଁ ନାଇଁ ଅସମ୍ମାନ କେବେ ହେଇନି କୃତି କଥାବାର୍ତ୍ତା ହେବେ ଯେହେତୁ ବିଡିଓ ମହିଳା ହୁଅନ୍ତୁ ଜେଣ୍ଟସ ହୁଅନ୍ତୁ ବିଡିଓ ତାର ସାଧାରଣ ଲୋକଙ୍କ କାମ ପାଇଁ ସରକାର କାମ କରିବା ପାଇଁ ଆସିଛନ୍ତି ମହିଳାଙ୍କର ବି ମାନେ ସମ୍ମାନ ରହିବା କଥା ଯେ ସାଧାରଣ ଲୋକଙ୍କ ପାଖରେ ସାଧାରଣ ଲୋକଙ୍କୁ ତ ଅସମ୍ମାନ କରୁଛନ୍ତି ଆମେ ତ ମାନେ ଗୋଟେ ପ୍ରତିନିଧିତ୍ୱ କରୁଛୁ ଆମକୁ ତ ଅସମ୍ମାନ ସାଧାରଣ ଲୋକ କଣ ନ୍ୟାୟ ପାଇବେ ସେଠି ଆଉ ସାଧାରଣ ଲୋକ କାମ କଣ ହବ